ଜାଣିଛନ୍ତି କାହିଁକି ଗ୍ରହରାଜ ଶନିଶ୍ଚରଙ୍କୁ ଶନିବାର ଦିନ ତେଲ ଶନିଶ୍ଚରଙ୍କ ଉପରେ ଢଳାଯାଏ? ତାର କାରଣ ହେଲା ଭକ୍ତବତ୍ସଳ ହନୁମାନ ଆଜ୍ଞା ଯେତେବେଳେ ଲଙ୍କାରେ ପହଞ୍ଚିଲେ, ଦେଖିଲେ ରାବଣ 9ଟା ଯାକ ଗ୍ରହକୁ ଆଣିକି ବନ୍ଦୀ କରିକି ରଖିଛି ଏବଂ ଗ୍ରହରାଜ ଶନିଙ୍କୁ ରାବଣ ତା ପାଦ ତଳେ ରଖିଛି ତା ପୁଅକୁ ଅମର ଅଜୟ କରିବା ପାଇଁ। ଯେତେବେଳେ ହନୁମାନ ଆଜ୍ଞା ସମଗ୍ର ଲଙ୍କା ବୁଲିକିରି ଦେଖିଲେ ଗ୍ରହରାଜ ଶନିଶ୍ଚର ଆଜ୍ଞା ବନ୍ଦୀ ହେଇକିରି ଅଛନ୍ତି, ଦେହ ମୁଣ୍ଡ ଯାକ କ୍ଷତ ହେଇଯାଇଛି। ସେଠି ହନୁମାନ ଆଜ୍ଞା ନିଜ ହାତରେ ସୋରିଷ ତେଲ ଆଣିକିରି ଶନିଶ୍ଚରଙ୍କ ଦେହରେ ବୋଳିଲେ, ଯେତେବେଳେ ଗ୍ରହରାଜ ଶନିଶ୍ଚରଙ୍କର ସମସ୍ତ ଘା ଶୁଖିଗଲା, ଉପଶମ ମିଳିଲା, ଭାରି ଖୁସି ହେଇଗଲେ। ସେଠି ଗ୍ରହରାଜ ଶନିଶ୍ଚର ହନୁମାନଙ୍କୁ କହିଲେ ହେ ହନୁମାନଜୀ, ପ୍ରତ୍ୟେକ ଶନିବାର ଦିନ ଯିଏ ତମର ହନୁମାନ ଚାଳିଶା ପାଠ କରି ମୋର ଶରୀରରେ ସୋରିଷ ତେଲ ଲଗେଇଦବ, ସୋରିଷ ତେଲକୁ ଢାଳିଦବ, ମୋର